ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ହେଉଛନ୍ତି ଅନ୍ତର୍ଯାମୀ। ସେତେବେଳେ ଗୋଟିଏ ସତ୍ସଙ୍ଗ ଶ୍ରୀମନ୍ଦିର ତିଆରି କାମ ଚାଲିଥାଏ। ଶ୍ରୀ ଶ୍ରୀ ବଡ଼ଦା ଯାହାଙ୍କ ଘରେ ଚାହା ପିଇବେ ତାଙ୍କ ଘରୁ 2000 ଟଙ୍କା ଆଣିବେ। ତେଣୁ ସେ ଟଙ୍କାଟି ସତ୍ସଙ୍ଗ ଶ୍ରୀମନ୍ଦିର କାମରେ ଲାଗିବ। ଜଣେ ମା ଭାରି ଗରିବ, ସେ କହିଲେ ମୁଁ ଚାହା କରିଦେଲେ ବଡ଼ଦା ତ ପିଇବେନି, ମୁଁ 2000 ଟଙ୍କା ଆଣିବି କେଉଁଠୁ? ତାର ଏତେ ଭକ୍ତି ଶ୍ରଦ୍ଧା ଥିଲା। ତାଙ୍କ ଘର ପାଖରେ ଜଣେ ସ୍ତ୍ରୀ ଲୋକ, ତାଙ୍କର ସେଦିନ ବଡ଼ଦା ଆସି ଚାହା ପିଇବା ପାଇଁ ଥାଏ। ହଠାତ୍ କି ତାଙ୍କର କିଛି ଅସୁବିଧା ହେଇଗଲା। କହିଲେ ଭଉଣୀ ତୁମେ ଟିକେ ଚାହା କରିଦେବ, ଆଉ ବଡ଼ଦା ପିଇବେ, ଆଉ ଅର୍ଘ୍ୟଟା ମୁଁ ଦେଇଦେବି। ଯେତେବେଳେ ସେ ଭଉଣୀ ଜଣକ ଚାହା କରିଦେଲେ ତାଙ୍କ ଆଖିରେ ଆଖି ଲୁହ। କହିଲେ ଠାକୁର ହେଉଛନ୍ତି ଅନ୍ତର୍ଯାମୀ, ତେଣୁ ସେ ମୋ ମନ କଥା ବୁଝି ମୋର ମୁଁ ଆଜି ଚାହା ଆପଣଙ୍କୁ ଦେଇପାରିଲି।